ସାଙ୍ଗମାନେ ଏମିତି ନା ପ୍ରତିଦିନ ଆଙ୍କ ସାଙ୍ଗରେ ମୋର ଏମିତି ଭେଟ ହୋଇଥାଏ। ମୋ ଘରେ ନ ଖାଇଲେ ଯିବେନି, କିନ୍ତୁ ଆଙ୍କୁ ଖାଇବାକୁ ନଦେଲେ ମୋ ଦିନଟି ବି ଭଲରେ ଯିବନି। ଏମିତି ସାଙ୍ଗମାନେ ମୋତେ ଭାରି ଭଲ ଲାଗେ, ମାନେ ମୋ ଘରେ ଖାଇଲେ। ଆଉ ସକାଳ ନିତ୍ୟକର୍ମ ସାରି ଚୁଇ ମୋର ସ୍କୁଲ ପଳେଇଲା। ଆଉ ମୋର ଠାକୁର ପୂଜା ପାଠ ଟିକେ ଆରମ୍ଭ ହୋଇଗଲା। ଆଜି ଆମର ସକାଳ ଜଳଖିଆରେ ଉପମା ସହିତ ଟିକେ ଗୁଗୁନି ଟିକେ ବନାଇଥିଲି। ଜେନାବାବୁର ଝିଅର ଖାଇ ତାଙ୍କର ମାନେ ସ୍କୁଲ ବାହାରିଗଲା ବଡ଼ ଝିଅ। ଆଜି ରୋହିର ମାଛ ଘରକୁ ଆସିଛି, ଲେମ୍ବୁ ଟିକେ ଚିପୁଡ଼ି ଦେଇଛି, କାରଣ ମାଛରେ ଲେମ୍ବୁ ଚିପୁଡ଼ିଲେ ମୋର ଆଇଁଷିଆ ଗନ୍ଧ ଟିକେ ଦୂର ହୁଏ ବୋଲି। ଗରମା ଗରମ ମାଛ ଭଜା ଭାଜି ଆଉ ମୋର ପଖାଳ ଟିକେ ନ ଖାଇଲେ ହେବ କି ସାଙ୍ଗମାନେ? ଯାହା ଜଳଖିଆ ଖାଏ ନା କାହିଁକି ମୋର ପଖାଳ ସାଙ୍ଗେ ଟିକେ ମାଛ ଭଜା ଟିକେ ଖାଇଦେଲି। ଆଜି ବୁଧବାର ଥିଲା, ତାପରେ ଖିଆପିଆ ସରିଗଲା। ଆଉ ମାଛ ତରକାରୀ ଟିକେ ବନାଇଦେଲି। ଆଉ ଯାହା ହେଉଛି ହଉ, ଗରମା ଗରମ ମାଛ ତରକାରୀ ସହିତ ବଡ଼ ଝିଅ ତାର ସ୍କୁଲ ଯାଇଛି, ଚୁଇ ଆଉ ଡାଡ଼ି ଖାଇ ସାରିଲେଣି। ଆଉ ଶାଶୁ ମିଶି ଆମେ ଟିକେ ଖାଇଦେଲୁ। ଟମାଟର ପୋଡ଼ାପୋଡ଼ି ଚଟଣି ଟିକେ ବନାଇଛି ସାଙ୍ଗମାନେ, ପୁରା ଟେଷ୍ଟି ଖଟା ଖଟା ବଢ଼ିଆ ଲାଗିଲା ପୁରା ପାଗଟା ଆଜି। ଆଉ ଆମେ ସବୁ ଖିଆପିଆ ସରିଲା ପରେ ଆସନ୍ତୁ ଦେଖିବେ ମୋର ଚଢ଼େଇମାନେ ଆସିଗଲେ। ଏମିତି ପାରା ଆଉ ଚଢ଼େଇମାନେ ମୋର ନ ଖାଇଲେ ମୋତେ ଭଲ ଲାଗେ ସାଙ୍ଗମାନେ। ମୋ ଭିଡ଼ିଓ ଭଲ ଲାଗିଲା।